ରାମର ଝିଅ ମିନି। ରାମ ବହୁତ ଗରିବ ଘରର ପିଲାଟା। ତା ଝିଅ ନାଁ ମିନି। ରାମର ସବୁବେଳେ ଗୋଟେ ଟେନସନ୍, ତା ଝିଅର କେମିତି ବାହାଘର ହେବ। ରାମ ଦିନେ ତା ଝିଅକୁ କହିଲା, ଝିଅ ମୁଁ ଆଉ କ'ଣ କରିବି, ଯେଉଁଠି ତ ବାହାଘର ପ୍ରସ୍ତାବ ଦେଖୁଛି ସମସ୍ତେ କହୁଛନ୍ତି ଯୌତୁକରେ 5 ଲକ୍ଷ ଟଙ୍କା, ଥାର୍ ଗାଡ଼ି ଏସବୁ ମାଗୁଛନ୍ତି। ମୁଁ ଗୋଟେ ଗରିବ ଘର ପିଲା, ଦେଖୁଛୁ ଡ୍ରେସ୍ ଖଣ୍ଡିକ ପିନ୍ଧିବା ପାଇଁ ମୋର ଔକାତ ନାହିଁ। ମୁଁ ତୋ ପାଇଁ ଏତେ ବଡ଼ ଘର ପ୍ରସ୍ତାବ କେଉଁଠୁ ଆଣିବି ଝିଅ, ମୋତେ କ୍ଷମା କରିବୁ। ତୋ ବାହାଘର ପାଇଁ ବି ଟଙ୍କାଟେ ମୋ ପାଖେ ନାହିଁ। ମୁଁ କେଉଁ ଭଳିଆ ବାପା କେଜାଣି, ମୋ ଝିଅ ପାଇଁ ଟଙ୍କାଟା ବି ନାହିଁ ରଖିନି। ମୁଁ ଏତେ ଗରିବ ହେଇଥିଲେ କ'ଣ କରିଥାନ୍ତି। ଝିଅ ମୋ ପାଖେ କିଛି ବାଟ ନାହିଁ। ତୁ ଗୋଟେ କାମ କର, ତୁ ଯଦି କାହାକୁ ପସନ୍ଦ କରୁଛୁ ତାକୁ ବାହା ହେଇଯା। ମୁଁ ଆଉ କ'ଣ କରିବି ଝିଅ, ମୋତେ ଖରାପ ଭାବିବୁନି, ଠିକ୍ ଅଛି। ଯଦି ଝିଅ ମୋ ନଜରରେ କାହାକୁ ଭଲ ପିଲା ଥାନ୍ତା ମୁଁ ତ ଦେଖେଇଥାନ୍ତି, କିନ୍ତୁ ସବୁ ଯୌତୁକ ମାଗୁଛନ୍ତି, ପଇସା ମାଗୁଛନ୍ତି। ମୋ ପାଖରେ ଏତେ ପଇସା କେଉଁଠୁ ଆସିବ ଝିଅ, ମୋତେ କ୍ଷମା କରିବୁ। ଝିଅ କହିଲା, ବାପା ତୁମେ ବ୍ୟସ୍ତ କାହିଁ ହେଉଛ, ମୁଁ ବାହା ନହେଲେ କ'ଣ ହୁଅନ୍ତାନି। ମୁଁ ବାହା ହେବିନି, ମୁଁ ଚାକିରି କରିବି, ମୋ ମନ ପସନ୍ଦର ପୁଅ ମୋତେ ମିଳିଯିବ। ମୋ କିସ୍ମତ ଥିଲେ ପୁଅ ନିଜେ ଚାଲି ଚାଲି ଆସିବ। ତୁମେ ଖାଲି ତ ବ୍ୟସ୍ତ ହେଉଛ ଆଉ। ତୁମେ ବ୍ୟସ୍ତ ହୁଅନା, ମୁଁ ଜାଣିଛି ମୋ ପାଇଁ କେଉଁ ପୁଅ ଠିକ୍ ଅଛି, କେଉଁ ପୁଅ ଠିକ୍ ନାହିଁ। ତୁମେ ରାଗନା କି ବ୍ୟସ୍ତ ହୁଅନା, ମୋତେ ମୋ ମନ ପସନ୍ଦ ପୁଅ ନିଶ୍ଚୟ ମିଳିବ। ହେଲା, ତୁମେ ଯାଅ କ'ଣ ଖାଇଦେଲ, ସକାଳୁ କିଛି ଖାଇନା, ଭୋକରେ ଉପାସରେ ଛଟପଟ ହେଉଛ। ଗଲ ଆଗେ କ'ଣ ଖାଇଦେବ। ମୁଁ ଯାଏ ବାହାରେ, ମୋ ସାଙ୍ଗମାନେ ଅପେକ୍ଷା କରିଥିଲେ, ମୁଁ ଯାଏ କ'ଣ କଥା ହେବାର ଅଛି ଆଉ। ଶୁଣିପାରିଲ, ଯାଅ ତୁମେ କ'ଣ ଖାଇଦେବ, ମୁଁ ଯାଏ ବାହାରକୁ ଆଉ। ମୋ ସାଙ୍ଗ ଜାଣିଛ ରିମା, ସିଏ କୁଆଡ଼େ ଯିବ ବାହାରକୁ ପଢ଼ିବାକୁ, ତ ଆଜି ତା ଗାଁର ଲାଷ୍ଟ ଦିନ। ସିଏ ଡାକୁଥିଲା ଆମକୁ ନା ଆମେ ସବୁ ମିଶିକି ଗୋଟେ ଫିଷ୍ଟ କରିଥାନ୍ତୁ ଆଉ। ଶୁଣିପାରିଲ, ହଉ ମୁଁ ଏବେ ଯାଏ, ତୁମେ ଯାଅ, ମନ ଦୁଃଖ କର ନା, ବାହାଘର ନହେଲେ ବି ଚଳିବ, ଜୀବନ ସାରା ଏମିତି ଅବିବାହିତ ରହିଲେ ବି ଚଳିବ। ତୁମେ ବ୍ୟସ୍ତ ହୁଅନା ମ, ତୁମେ ବହୁତ କିଛି ମୋ ପାଇଁ କରିଛ। ଏହା କହିକି ସେ ବାହାରକୁ ଚାଲିଗଲା। ବାଟରେ ଦେଖିଲା ନା ଗୋପାଳ ତା କତିକି ଚାଲି ଚାଲି ଆସୁଛି। ସେ କହିଲା, ଗୋପାଳ କାହିଁ ମୋ ପାଖକୁ ଆସୁଛି। ଗୋପାଳ ତା ପାଖରେ ପହଞ୍ଚିକି କହିଲା, ଆରେ ମିନି, ମୁଁ ତୋତେ ଡାକିଛି, ତୋ ସାଙ୍ଗମାନେ କୁଆଡ଼େ ଯାଉନାହାନ୍ତି, ତୋ ସାଙ୍ଗମାନଙ୍କୁ ହିଁ କହିଥିଲି ତୋ ଡାକିବା ପାଇଁ। ତୋ ବାପା ଏଇନା ଘରେ ଯାହା କହିଲେ ସବୁ ମୁଁ ଶୁଣିପାରିଲି, ବୁଝିପାରିଲୁ। ଗୋଟେ କଥା ଅଛି, ମୁଁ ତୋତେ ଛୋଟବେଳୁ, ତୁ ଯାହା ମୋତେ ଜାଣିଥିବୁ, ଛୋଟବେଳୁ ମୁଁ ତୋ ସାଙ୍ଗରେ ବୁଲିଛି, ଖେଳିଛି। ଆଉ ଗୋଟେ କଥା, ଛୋଟବେଳୁ ମୁଁ ତୋତେ ପସନ୍ଦ କରିଛି, କିନ୍ତୁ ତୋତେ କେବେ କହିନି। କିନ୍ତୁ ତୁ ଯଦି ମୋତେ ଗୋଟେ ମୌକା ଦେବୁ, ମୁଁ ତୋତେ ବାହା ହେବାକୁ ଚାହୁଁଛି। ମୁଁ ତୋ କତୁରୁ ଟଙ୍କାଟେ ବି ନେବିନି, ତୋତେ ରାଣୀ କରି ରଖିବି। କ'ଣ କହୁଛୁ, ମୁଁ ତୋତେ ବାହା ହେବି, ତୁ ରାଜି ତ? ମୁଁ ରାଣୀ କରି ରଖିବି, ଟଙ୍କାଟେ ତୋ ବାପାଙ୍କ ତୁ ନେବିନି। ତୁ ଯାହା ମାଗିବୁ ମୁଁ ତୋତେ ଆଣିକି ଦେବି, ଯାହା ମାଗିବୁ। ସ୍ୱର୍ଗର ଚାନ୍ଦ ମାଗିଲେ ସ୍ୱର୍ଗର ଚାନ୍ଦ ଆଣିକି ଦେବି। ମିନି ଖୁସି ହେଇଗଲା। ମିନି ଖୁସି ହେଇକି ତାକୁ କହିଲା, ଗୋପାଳ ସତରେ ତୁମେ ଏତେ କିଛି କରିବ ମୋ ପାଇଁ? ଆଉ ତୁମେ ଆଜି ପର୍ଯ୍ୟନ୍ତ କୁଆଡ଼େ ଯାଇଥିଲ? ଆଜି ପର୍ଯ୍ୟନ୍ତ କହିଥିଲେ ଆମର ବାହାଘର କେବେଠୁ ସରନ୍ତାଣି। ତୁମେ ଆଜି ପର୍ଯ୍ୟନ୍ତ ଚୁପ୍ କାହିଁ ଥିଲ ମୁଁ ଜାଣିପାରୁନି। ତୁମେ ମୋତେ ଯଦି କହିଥିଲେ ଆଗରୁ, ଆଜି ପର୍ଯ୍ୟନ୍ତ ଆମ ବାହାଘର ସରନ୍ତାଣି, ଆମ ପୁଅ ଝିଅ ହୁଅନ୍ତୁନି। ହଁ ତୁମ ପ୍ରସ୍ତାବରେ ରାଜି। ଚାଲ ମୋ ବାପାଙ୍କ ସାଙ୍ଗରେ କଥା ହେବ, ଏଇ ରଥଯାତ୍ରା ପରେ ଆମ ବାହାଘର ହେଇଯିବ ଆଉ। ମୁଁ ଆଜି ବହୁତ ଖୁସି ଗୋପାଳ, ବହୁତ ଖୁସି। ତୁମକୁ ବି ମୁଁ ଛୋଟବେଳୁ ପସନ୍ଦ କରୁଥିଲି, କିନ୍ତୁ ବାପା ପ୍ରସ୍ତାବ ଆଣୁଥିଲେ, ବାପାଙ୍କ ଖୁସି ପାଇଁ ତାଙ୍କ କଥାରେ ମୁଁ ରାଜି ହେଉଥିଲି। କିନ୍ତୁ ହଁ ସତରେ ମୁଁ ତୁମ ପ୍ରସ୍ତାବରେ ରାଜି, ତୁମକୁ ହିଁ ବାହା ହେବି ମୁଁ, ଠିକ୍ ଅଛି। ତୁମେ ଯାଅ ବାପାଙ୍କ ସହିତ କଥା ହେବ ଆଉ। ବାହାଘର ପ୍ରସ୍ତାବ ଯଦି ବାପା ବି ହଁ କହିଦେବେ, କାରଣ ବାପା ହିଁ ଟିକେ ପୂର୍ବ ଯାହା କହୁଥିଲେ ଶୁଣିପାରୁଥିବ ଆଉ। କିନ୍ତୁ ଗୋପାଳ ଆଉ ମିନି ଦୁଇ ଜଣ ବାହାଘର ହେଇଗଲା। ତାପରେ ଖୁସିରେ ସେମାନେ ରହିଲେ। ସାଙ୍ଗମାନେ ଜାଣିଲ ତ, ତେଣୁ କେବେ ମନ କଥା ମନରେ ଲୁଚେଇ ରଖିବନି, ଯାହାକୁ ଚାହିଁବ ତାକୁ କହିଦେବ ସାଙ୍ଗେ ସାଙ୍ଗେ, ହେଲା। ତେଣୁ ସାଙ୍ଗମାନେ କେମିତି ଗପ ଲାଗିଲା, ଯଦି ଭଲ ଲାଗିଥିବ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ବହୁତ କଷ୍ଟରେ ଭିଡ଼ିଓଟା ବନାଉଛି, ତେଣୁ ଆପଣମାନଙ୍କୁ ଯଦି ଭଲ ଲାଗିଥିବ ତେଣୁ ସାଙ୍ଗମାନଙ୍କ ସହିତ ଟିକେ ସେୟାର କରିଦେବେ।